ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। 3 ଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। କଙ୍ଗୋରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ସୂଚନା ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନରେ BWF ୱାର୍ଲ୍ଡ ଟୁର୍ ଟାଇଟଲ ହାସଲ କରି ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରି ସେ ଏହା କହିଛନ୍ତି। ନିଶାମୁକ୍ତ ଅଭିଯାନ ଅଧୀନରେ ଏହାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି କରାଯାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। नशा केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है। नशा एक पिता के सपनों को चूर चूर कर देता है। और जब परिवार में, समाज में ऐसा होता है और कहीं न कहीं राष्ट्र की शक्ति भी कमजोर पड़ जाती है। और इसलिए हमें हर एक युवा को नशे के चुंगल में फंसने से बचाना है। ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି। आज हजारों स्कूलों, कॉलेजों और यूनिवर्सिटी के लाखों विद्यार्थी इस कार्यक्रम से ऑनलाइन जुड़े हैं। देश के अलग अलग क्षेत्रों से 1 करोड़ से अधिक युवा आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାଇଁ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କଟକସ୍ଥିତ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କୟାଙ୍କ ପ୍ରତି ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ମହାନ ବ୍ୟକ୍ତି ଭାରତୀୟ ଜାତୀୟ ପତାକାର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ତାଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ସମଗ୍ର ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ପିଙ୍ଗାଲି ଭେଙ୍କୟା ଜଣେ ପ୍ରକୃତ ଗାନ୍ଧୀବାଦୀ ଥିଲେ ଏବଂ ଭାରତୀୟ ଜାତୀୟ ପତାକାର ଚିନ୍ତାନାୟକ ଥିଲେ। ତ୍ରିରଙ୍ଗା ସମସ୍ତ ଭାରତୀୟଙ୍କୁ ଗର୍ବ, ଗୌରବ ଏବଂ ଏକତାର ପ୍ରତୀକ ବୋଲି ସେ ବର୍ଣ୍ଣନା କରିବା ସହ ପ୍ରତ୍ୟେକ ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବକୁ ସ୍ମରଣ କରିବା ଉଚିତ ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ପତାକା ପ୍ରସ୍ତୁତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଛନ୍ତି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କୁ ରାଷ୍ଟ୍ର ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ପ୍ରାୟ 7% ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଦୃଢ଼ ଅର୍ଥନୈତିକ ସୂଚକାଙ୍କ, ଉନ୍ନତ ଶିଳ୍ପଭିତ୍ତିକ କାର୍ଯ୍ୟ ଏବଂ ରପ୍ତାନୀ ପରିଣାମରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ପ୍ରାକ୍ ଅର୍ଥନୈତିକ ନୀତି କମିଟି MPC ପକ୍ଷରୁ ଗତକାଲି ଜାରି ରିପୋର୍ଟରେ ଏହା ଦର୍ଶାଯାଇଛି। ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମଧ୍ୟରେ ଅର୍ଥନୈତିକ ସୂଚକାଙ୍କ ବୃଦ୍ଧି ପାଇବାର ସୂଚନା ରହିଛି। ଘରୋଇ ଯାତ୍ରୀବାହୀ ଗାଡ଼ି ବିକ୍ରୟ ପରିମାଣ ଜୁନ୍ ମାସରେ 24.1% ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍ ଚାହିଦା 11.5% ବୃଦ୍ଧି ପାଇଛି। ସେହିପରି ରପ୍ତାନୀ ପରିମାଣ 15.5%, ଶିଳ୍ପଭିତ୍ତିକ ଋଣ ପରିମାଣ ବୃଦ୍ଧି ପାଇ 19.2%ରେ ପହଞ୍ଚିଛି। ଶିଳ୍ପ ଉତ୍ପାଦନ ସୂଚକାଙ୍କ ମଧ୍ୟ 7.3% ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷର ପ୍ରଥମ ତୃତୀୟାଂଶରେ ଦ୍ରୁତ ଅର୍ଥନୈତିକ ପ୍ରଗତିକୁ ପ୍ରତିଫଳିତ କରୁଛି। SBI ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ଲାଗି ରହିଥିବା ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ତା'ର ଘରୋଇ ଅର୍ଥନୀତିରେ ସ୍ଥିତି ବଜାୟ ରଖିଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ 3ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ଗଣତି କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତ ମାସ 30 ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟଗୁଡ଼ିକୁ ଗଣନା କରାଯିବ। ପରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନରେ ରେକର୍ଡ କରାଯାଇଥିବା ଭୋଟର ଗଣନା କରାଯିବ। ଏହି 3ଟି ରାଜ୍ୟର ଗଣତି ପ୍ରକ୍ରିୟାର ସୁପରିଚାଳନା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ଲକ୍ଷ୍ନୌ ଏବଂ ଉତ୍ତରପ୍ରଦେଶରେ ଆସନ୍ତାକାଲିଠାରୁ ବ୍ରିକ୍ସ ରାଷ୍ଟ୍ର ସମୂହର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟମାନଙ୍କ 2 ଦିନିଆ ବୈଠକ ଆରମ୍ଭ ହେବ। ଭାରତର ଅଧ୍ୟକ୍ଷତାରେ ଏହିସବୁ ବୈଠକ ଅନୁଷ୍ଠିତ ହେଉଛି। ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନର ବିଷୟବସ୍ତୁକୁ ଆଧାର କରି ଏହି ବୈଠକ ହେବ। ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରିସଂଖ୍ୟାନ ବ୍ୟବସ୍ଥାରେ ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ରିପୋର୍ଟ, ନବସୃଜନ ଏବଂ ଏ ସମ୍ପର୍କିତ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଏହି ବୈଠକର ଲକ୍ଷ୍ୟ ରହିଛି। NCC ପକ୍ଷରୁ ନୂଆଦିଲ୍ଲୀରେ ଆଜି ଭାରତ ସ୍ୱାଧୀନତାର 79 ବର୍ଷ ପୂର୍ତ୍ତି ଅବସରରେ ସାଇକ୍ଲୋଥନ୍ 2026 ଆୟୋଜନ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ସାଇକ୍ଲୋଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜାତୀୟ ରାଜଧାନୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସ୍ୱଚ୍ଛ ଭାରତ, ସବୁଜ ଭାରତ ଏବଂ ଫିଟ୍ ଇଣ୍ଡିଆ ବିଷୟବସ୍ତୁ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯକ୍ଷ୍ମାମୁକ୍ତ ଭାରତ, ସ୍ୱଚ୍ଛ ଭାରତ, ଏକ ପେଡ୍ ମାଁ କେ ନାମ ଏବଂ ହର ଘର ତ୍ରିରଙ୍ଗା ଆଦି ଜାତୀୟ ଅଭିଯାନ କାର୍ଯ୍ୟକାରୀ କରିବା ଦିଗରେ NCCର ପ୍ରତିବଦ୍ଧତା ଦର୍ଶାଇ ଏହି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ କରାଯାଇଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ୱାର୍ଲଡ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ୱିଭେନ୍ ମେକିଂ ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟନ କରାଯିବ। ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ପୂର୍ବାହ୍ନ 11ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆସନ୍ତା 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆସନ୍ତା 7 ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ରାଷ୍ଟ୍ର କଙ୍ଗୋରେ ଇବୋଲା ସଂକ୍ରମଣର ବୃଦ୍ଧି ପାଇଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଇବୋଲା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସେହିପରି ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ଲୋକଙ୍କ ଯାତାୟାତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇବୋଲା ସଂକ୍ରମଣ ଆତଙ୍କ ବଢ଼ିଯାଇଛି। WHO ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇବୋଲାରେ ସମ୍ପ୍ରତି କଙ୍ଗୋରେ 3,605 ଜଣ ଆକ୍ରାନ୍ତ ସୁନିଶ୍ଚିତ ଚିହ୍ନଟ କରାଯାଇଥିବା ବେଳେ 1,587 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭୀ ଶର୍ମା BWF ୱାର୍ଲଡ ଟୁର୍ ଟାଇଟଲ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନଗୁଏନ୍ଙ୍କୁ 21-16 ଓ 21-16 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। 3 ଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି।
ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନରେ BWF ୱାର୍ଲ୍ଡ ଟୁର୍ ଟାଇଟଲ ହାସଲ କଲେ ଭାରତର ତନ୍ଭୀ ଶର୍ମା। ସମ୍ବାଦ ଶେଷ ହେଲା।